ଯାଉଥିଲା ଆମେ ତାକୁ ଅଟକେଇଲୁ, ବାପା ଟିକେ ରହ, ଏଠି ଛୁଆଟେ ବିଲେଇଟେ କି ଛୁଆଟେ କୁକୁର ଘେରି ଯାଇଛନ୍ତି, ଟିକେ ଚାଲ। ସେ କୁକୁରକୁ ତଡ଼ିଲାଠୁ ସେ ଦେଖିଲା, ସାଙ୍ଗେ ସାଙ୍ଗେ ପୁଅ ଆସି ପହଞ୍ଚିଲା। ସେଇଆ ପ୍ଲାଟିନମ୍ ଜୁବଲି ଘରେ ଫ୍ୟାମିଲି ସବୁ ଆସିଥିଲେ ଦେଖିବା ପାଇଁ। ସମସ୍ତେ ରିଟର୍ନ ଯାଉଥିଲେ। ମୋ ଘରେ 5 ଜଣ ଆସିଥିଲେ ଦେଖିବା ପାଇଁ। 3 ଜଣ ମୁଁ ବାଇକ୍ରେ ବସିକି ନେଇଗଲି ଛାଡ଼ିବା ପାଇଁ। 2 ଜଣ ମୋ ବୋଉ ଆଉ ସେ ଆଣ୍ଟି ଜଣେ ଆମ ଘର ଭଡ଼ା ରହୁଛନ୍ତି, 2 ଜଣ ଚାଲି ଚାଲି ଆସୁଥିଲେ। ତାଙ୍କୁ ଛାଡ଼ିଲା ଭିତରେ ଇଏ ବିଲରେ ହେଇଛନ୍ତି, ମୋତେ କଲ୍ଟା କଲେ କି ବିଲରେ ଗୋଟେ ଛୁଆଟି କାନ୍ଦୁଛି। ତୁରନ୍ତ ଆସିକି ପହଞ୍ଚିନି, ଆମେ କ'ଣ କରୁ ଜାଣିପାରୁନି। 3ଟା କୁକୁର ତାକୁ ଘେରିଛନ୍ତି। ମୁଁ କହିଲି ସେ କୁକୁର ଗୁଡ଼ା ମୁଁ ଯାଇ ପହଞ୍ଚି ମୁଁ ଆସି ତାଙ୍କ କତିରେ ପହଞ୍ଚିଲି। ସମସ୍ତେ ଛୁଆଟିକି ରିସିଭ୍ କରିବାକୁ ମନା କରୁଥିଲେ। ଏମିତି ସବୁ କେସ୍ ହେଇଛି, ଆମେ କେହି ସେ ଛୁଆଟିକି ରିସିଭ୍ କରିବୁ ନାହିଁ। ତ ବାରମ୍ବାର କିନି କହିଲେ ମୁଁ ରେକର୍ଡ଼ିଂ କରୁଛି, ତୁମେ ରିସିଭ୍ କର ଛୁଆଟିକି ରିସିଭ୍ କଲା। ତାପରେ 112କୁ କଲ୍ କଲି, 112 ଆସିକି ପହଞ୍ଚି ତାକୁ ମେଡ଼ିକାଲରେ ଆଡ଼ମିଟ୍ କରିଛନ୍ତି। ଆଜ୍ଞା ଛୁଆଟିକି ଆଡ଼ମିଟ୍ ହେଇଛି ଭିତରେ, ଜାଣିନି କ'ଣ ଆଜ୍ଞା ହେଇଛି ତାର। କାନ୍ଦୁଥିଲା ବୋଲି ଏ ତ ଶୁଣିଲେ ଆଜ୍ଞା। ସେ ତ ବାଟରେ ଯାଉଥିଲେ ଚାଲି ଚାଲି ନା, ସେ କାହିଁ ଶୁଣିଥାନ୍ତେ? କାନ୍ଦୁଥିଲା ବୋଲି ଛୁଆ ଟିକେ ଶୁଣିଲେ। ଛୋଟ ଛୁଆଟା ତ କାନ୍ଦୁଛି, ସେ ଆଜ୍ଞା ସେତେବେଳୁ ଶୁଣିଲେ। ମେଲୋଡ଼ି ଦେଖିକି ଫେରୁଥିଲୁ, ଆମ ପୁଅ ଦି ଜଣ ନେଇଗଲା ଗାଡ଼ିରେ। ଆମେ ଆମ ଘରେ ଜଣେ ଭଡ଼ା ଅଛି, ତାକୁ ତାର ମୋର ଯାଉଛୁ। ସେ ଦେଖିଲା ଯେ କହିଲା, ଆଉ ଦେଇ ଗୋଟେ ଛୁଆଟେ କାନ୍ଦୁଛି। ବୋଲି କେଉଁଠି କାନ୍ଦୁଛି? କହିଲା ଏଇଠି ତାଙ୍କ ଗେଟ୍ ତଳେ। ମୁଁ କହିଲି ତୁ ପଳେଇବା, ତାଙ୍କ ଗେଟ୍ ପୁରା ଅନ୍ଧାର ଥିଲା, କେହି ନଥିଲା, ଅନ୍ଧାର ଥିଲା। କୁକୁର ଗୁଡ଼ା ଭୁକୁଥିଲା, କୁକୁର ହେଇଛି ଭୁକିଲା। ଆମେ ଦୌଡ଼ିକି ପଳେଇଲୁ। ପଳେଇକି ଯାଇକି ପୁଅ କତିକି ଫୋନ୍ କଲୁ। ପୁଅ କହିଲା ତମେ ସେଇଠି ଥାଅ, ମୁଁ ସାଙ୍ଗେ ସାଙ୍ଗେ ଯାଇକି ପହଞ୍ଚୁଛି। ପୁଅ ଯେମିତି ଆସିଲା, ପୁଅ ଫଟୋ ଉଠେଇଲା। କହିଲା ବୋଉ ତମେ ଛୁଆଟିକି ଧର, ଛୁଆଟି କାନ୍ଦୁଛି, ଖାଲି ଇଏରେ ଶୋଇଛି, ତମେ ଧର। ଆମେ ସେଇଠି 5 ମିନିଟ୍ ଭଳିଆ ହେଲା ବେଳକୁ ପୁଅ ଆସିକି ପହଞ୍ଚିଲେ। ପୁଅ କହିଲା ସେଇଠି ରୁହ। ଆମେ ଡାକିଲୁ ଏଇ ଯେଉଁ ସନ୍ଧ୍ୟା ପୁଅକୁ, କାଳିଆ ପୁଅକୁ ଡାକିଲୁ। ଯାଉଥିଲା ଆମେ ତାକୁ ଅଟକେଇଲୁ, ବାପା ଟିକେ ରହ, ଏଠି ଛୁଆଟେ ବିଲେଇଟେ କି ଛୁଆଟେ କୁକୁର ଘେରି ଯାଇଛନ୍ତି, ଟିକେ ଚାଲ। ସେ କୁକୁରକୁ ତଡ଼ିଲାଠୁ ସେ ଦେଖିଲା, ସାଙ୍ଗେ ସାଙ୍ଗେ ପୁଅ ଆସି ପହଞ୍ଚିଲା। ଆସିଲା ବେଳେ ସିଭିୟର ହାଇପୋଥର୍ମିଆ ଥିଲା, ଅତ୍ୟନ୍ତ ଥଣ୍ଡା ଥିଲା ତା ଶରୀର। ତାକୁ ଆମେ ପ୍ରାଥମିକ ଚିକିତ୍ସା ଦେଇଛୁ। ତାର ବ୍ଲଡ଼ ସୁଗାର ଚିକିତ୍ସା କରିଛୁ। ପିଲାକୁ ଭାଇଟାଲି ବର୍ତ୍ତମାନ ଷ୍ଟେବୁଲ୍ ହୋଇଛି। ବର୍ତ୍ତମାନ ପିଲାକୁ ଫିଡ଼ିଂ ଦେଉଛୁ। ବର୍ତ୍ତମାନ ପିଲା ସୁସ୍ଥ ଅଛି। କାଲି ଆମେ ସବୁ ଇନଭେଷ୍ଟିଗେସନ୍ କରିବୁ, ସେ ଇନଫେକ୍ସନ୍ର ଆକ୍ରାନ୍ତ ଅଛି ନା ନାହିଁ। ବର୍ତ୍ତମାନ ସୁଦ୍ଧା ତ କିଛି ଇନଫେକ୍ସନ୍ର କିଛି ଆମେ ଲକ୍ଷଣ ପାଉନାହୁଁ। କାଲି ସକାଳେ ଆମେ ଅନ୍ୟ ସବୁ ଟେଷ୍ଟ କରିବୁ। 11:50 ରାତି 11:50ରେ ଆମ ପାଖକୁ ପୋଲିସଙ୍କ ଦ୍ୱାରା ଆଣିକି ପହଞ୍ଚିଲେ। ସପ୍ତାହ ଭିତରେ ପିଲାଟି ହେବ। ଓଜନ ଆଡ଼ମିସନ୍ ବେଳେ ତ ଓଜନ 2400 ଗ୍ରାମ ଥିଲା। 9 ମାସ ପିଲା ଭଳିଆ ଲାଗୁନି, ଟିକେ ଲେଟ୍ ପ୍ରିଟର୍ମ ଭଳିଆ ଲାଗୁଛି। 9 ମାସ ପୂର୍ବରୁ ପିଲା ଜନ୍ମ ଲାଗେ। ପାଖାପାଖି 34ରୁ 36 ସପ୍ତାହ ଭଳିଆ ଲାଗୁଛି। ପିଲା ବର୍ତ୍ତମାନ ପାଇଁ ସୁସ୍ଥ ଅଛି। ବର୍ତ୍ତମାନ ତ ଭାଇଟାଲି ଷ୍ଟେବୁଲ୍ ଅଛି। ଅଣ୍ଡର ଟ୍ରିଟମେଣ୍ଟ ସେ ଅଛି। ଜଣେ ପୋଲିସ ଜାଣିଛନ୍ତି, ତ ପୋଲିସ ତାକୁ ଜଣାଉଛନ୍ତି। ଆମେ ଆମ ଆଡ଼ୁ ଯାହା ଫର୍ମାଟ୍ ଆମେ କାଲି ଭିତରେ ରାତି 12ଟା ଉପରେ ହେଇଗଲାଣି। ତଥାପି ଯେତିକି ଆମ ଦ୍ୱାରା ଯାହା ସମ୍ଭବ ବର୍ତ୍ତମାନ ଆମେ କରିବୁ।